স্বর্গপুর মর্ত্য মর্ত্য রূপাতাল করুছি মোহি গমন দেখিলি মর্ত্যরে মথুরাপুর দিশে অতি শোভাবনা। তুমি ବି ଚାହୁଁଛ ହେ ବିଶ୍ୱ ପ୍ରକୃତି ଏ ଭୋଜବଂଶ ଅଧିପତି 84 କୋଟି ଦାନବଙ୍କ ମୌଳମଣି ମହାରାଜ କଂସଙ୍କର କଠୋର ଶାସନ ତଥାପି ପ୍ରାରବ୍ଧ କାର୍ଯ୍ୟକୁ ନ କରିବେ ତ୍ୟାଗ କେବେ ଭୋଜବଂଶ ଅଧିପତି ବୀରକଂସାସୁର ଯାହାର ପଦାଘାତେ ଶଙ୍କିତ ମେଦିନୀ ସପ୍ତ ସିନ୍ଧୁ ଲୋଟେ ଯାହାର ପାଦ ତଳେ ବୃନ୍ଦାରକ ବର୍ଗେ ଖଟୁଛନ୍ତି ଦାସ ପଣେ ଯାହାର ମଥୁରା ରାଜ୍ୟରେ ଅନେକ ରାଜନ୍ୟ ମଣ୍ଡଳୀ ବନ୍ଦୀ ରୂପେ ଏ ମଥୁରା କଟକେ ମୃଗୟା ଉଦ୍ଦେଶ୍ୟେ ଯାଇଥିଲୁ ଦିନେ ଘୋର ଅରଣ୍ୟ ମଧ୍ୟର ସଙ୍ଗେ ଆଣିଥିଲୁ পুতনা সুন্দরী মনে পকা কংস বীর। নমস্কার, ওড়িয়া অস্মিতার গোটে স্বতন্ত্র অধ্যায়কে স্বাগত করছি আমি সুব্রত। ওড়িয়া অস্মিতা নিরন্তর ভাবে বিভিন্ন বর্গর কলাকার মানকু লেখিরে বিভিন্ন বর্গর বুদ্ধিজীবী মানকু লেখিরে রাজনীতিক বিশেষজ্ঞ মানকু লেখিরে আমি সিধা কথা কার্যক্রম আয়োজন করছু। বিশেষ করে কলাকার মানকু বিশেষ গুরুত্ব দেইছু। আজি জনে বহুমুখী প্রতিভার অধিকারী বিশ্ব প্রসিদ্ধ ধনুযাত্রারে শ্রী নারদଙ୍କ ভূমিকা লাগি চয়ন হইছ। তাଙ୍କୁ স্বাগত করবা কথা মা তাଙ୍କ संगे से केन गारान जानमा ଆଉ କାଣା କାଣା ସଂଳାପ ଅଛି କାଣା ନାରଦଙ୍କର ଭୂମିକା ଅଛି ଧନୁଯାତ୍ରାରେ ସେଟା ଜାନମା। ସ୍ୱାଗତ କରମା ତାକୁ। ଆଜ୍ଞା ଆପଣଙ୍କୁ ଓଡିଆ ଅସ୍ମିତାରେ ସ୍ୱାଗତ କରୁଛୁ। ଆଜ୍ଞା ନମସ୍କାର। ଆପଣଙ୍କର ପରିଚୟ ଟିକେ ଆପଣଙ୍କର ମୁହଁରେ ଆମର ଦର୍ଶକ ମାନଙ୍କୁ ଦେଇଦବ। ଆଜ୍ଞା ମୋ ନାଁଟା ହଉଛି କାମରାଜ ଭୋଇ, ଘର ହଉଛି ଲୁରାଚଟି ପଣ୍ଡକିପାଲି, ଥାନା ସୋହେଲା, ଜିଲ୍ଲା ବରଗଡ଼। ଆପଣ ମାନେ ଶୁଣି ପାରୁଥିଲେ ପଣକିପାଲି ଗାଁର କାମରାଜ ଭୋଇ। ଆଜ୍ଞା ଆପଣ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ହଁ ନାରଦ ଭୂମିକା ଲାଗି। ହଁ ଆଜ୍ଞା। ସେନ ଚୟନ ପ୍ରକ୍ରିୟାରେ କାଣା ପଚରାଲେ ଆଜ୍ଞା ଜଜ୍ ମାନେ ଆପଣଙ୍କୁ? ଆଜ୍ଞା ପହଲା ତ ଗଲା ବେଲେ ହେନ୍ତା କିଛି ନାଇଁ ପଚରାଉଥାଏ। ପହଲା ନିଜ ହିସାବରେ ଗୋଟେ ଆପଣ ନିଜ ହିସାବରେ କାଣା କରିଥିଲେ? ପହଲା ଗୋଟେ ଗୀତ ଗାଇଲି। କେନ୍ ଗୀତ ଗାଇଥିଲେ? ଗାଇଲି ସ୍ୱର୍ଗପୁର ମର୍ତ୍ୟ ମର୍ତ୍ୟ ରୂପାତାଳ କରୁଛି ମୋହି ଗମନ ଦେଖିଲି ମର୍ତ୍ୟରେ ମଥୁରାପୁର ଦିଶେ ଅତି ଶୋଭାବନା হীরা নীলা মোতি মাণিকরে ভরা হইছি তোর নগরী তো পাদ তলরে সেবা করুছন্তি তোরা চরণ নারী। এই গীতটা গাইଥିଲେ? গীত গাইলি। তারপরে পচরালে কাଣା? তারপরে কইলে যে ଟିକେ ଡାଇଲଗ ଟେ ସର୍ଟଟା କହୁନ ବୋଲି କହିଲେ। ହଁ ହଁ। ମୁଁ କହିଲି ଠିକ ଅଛି ଆଜ୍ଞା, ନିଶ୍ଚିତ ଭାବେ କହିବି ଯେ ଯେତେବେଳେ ଦେବର୍ଷି ନାରଦ ମନେ ଜାନେ ଭୂମି ଭୂମି ଯାଉଛନ୍ତି ଆକାଶ ମାର୍ଗରେ, ଏ ସମୟରେ ଭୋଜ ଅଧିପତି କଂସ ଯେ ବିଚାର ବିମର୍ଶ କରୁଛନ୍ତି ଯେ ଶତ୍ରୁ ଅଛି ଗୋପପୁରରେ କି ଉପାୟ ବିନାଶ କରିବେ, କାରଣ ଗୋମତ ଋଷିର ଅଭିଶାପ ଯୋଗୁଁ ମଥୁରାରୁ ଗୋପ କେବେ ଯାଇପାରିବେନି ବୀରକଂସାସୁର। ଆଜ୍ଞା। ତେଣୁକରି ସେ କି ଉପାୟ ବିନାଶ କରିବେ ସେ ଚିରଶତ୍ରୁକୁ, ସେଥିପାଇଁ ବିଚାର ବିମର୍ଶ କଲାବେଳେ ଦେବର୍ଷି ନାରଦ ଉପସ୍ଥିତ ହୋଇ କହୁଛନ୍ତି ମୃଗୟା ଉଦ୍ଦେଶ୍ୟେ ଯାଇଥିଲୁ ଦିନେ ଘୋର ଅରଣ୍ୟ ମଧ୍ୟର সঙ্গে আনিଥିଲୁ পুতনা সুন্দরী মনে পকা কংস বীর তাকু কর স্মরণ
আসি মিলিব সে তৎক্ষণ হে তাকু কর স্মরণ। ହେଲେ କି ଉପାୟ ବିନାଶ କରିବ ସେ ପତନା ସୁନ୍ଦରୀ ଯେତେବେଳେ ପଚାରୁଛନ୍ତି ବୀରକଂସାସୁର ପୁଣି ଦେବସ୍ନାନ କହୁଛନ୍ତି ଜାଲେନ୍ଦ୍ରୀ ବିଦ୍ୟାରେ ପାରଙ୍ଗମ ଅଟେ ସେହି ପତନା ସୁନ୍ଦରୀ ପଠାଅ ତାହାକୁ ସେହି ଗୋପନଗ୍ରେ ବେନିସ୍ତନେ ବିଷ ଭରି କରିଲେ କ୍ଷୀର ପାନ ବୋଧ ହୋଇବେ ନନ୍ଦ ନନ୍ଦନ হে କରିଲେ କ୍ଷୀର ପାନ। ତାପରେ ବେଲ ବାଇଲା ঠিক ଅଛି କହିଲେ ଆଉ ଜୟ। ବହୁତ ବଢିଆ ଚମତ୍କାର ଜୀବନ୍ତ ଲାଗୁଛି। ଆଜ୍ଞା ଆପଣ ଏଇ ଯୋଉ ମଞ୍ଚ ଅଭିନୟ ଛାଡିକରି ଆଉ କାଣା କାଣା କରସନ୍? କୀର୍ତ୍ତନ ଫୀର୍ତ୍ତନ ଗାଏସନ୍ କେ? ହଁ ପହିଲା ଫାଷ୍ଟ କୀର୍ତ୍ତନ ଗାୟକ ଥିଲି। ଟିକେ ଆପଣଙ୍କର ସଂଳାପ କହନ୍ କି ଗୀତରୁ ଜଣା ପଡୁଛି ଆପଣ କୀର୍ତ୍ତନ ଗାଉଥିବେ ବୋଲିକରି। ତ କେନ୍ତା ରଙ୍ଗୀନ କୀର୍ତ୍ତନ କି ନାଇଁ, ଉଦଣ୍ଡ କୀର୍ତ୍ତନ। ଉଦଣ୍ଡ କୀର୍ତ୍ତନ? ତ ଆମେ ସେ ଉଦଣ୍ଡ କୀର୍ତ୍ତନରୁ ପଦେ କୃଷ୍ଣଙ୍କୁ ଡାକି ପାରମା? ନିଶ୍ଚିତ ଭାବେ ଆଜ୍ଞା। ଯେତେବେଳେ ଅକ୍ରୁର ଯାଇଛନ୍ ନେବାର୍ ଲାଗି ଆନବାର୍ ଲାଗି ତ ସେ ସମୟରେ ସର୍ବ ଗୋପୀ ଗୋପାଙ୍ଗନା ନନ୍ଦରାଜା ନନ୍ଦରାଣୀ କହୁଛନ୍ ନନ୍ଦ ନନ୍ଦନ সতে কৃষ্ণ গোপ ভুবন নন্দ নন্দন সতে কি তেজিবে কৃষ্ণ গোপ ভুবন অক্রূর আনিছি রথ নেবা পাই গোপীনাথ কি হই বঞ্চিব আম্ভ যুবা যৌবন সতে কি তেজিবে কৃষ্ণ গোপ ভুবন মৌলা হেলা ভগারি নেউছি রাম হরি অর্ধ বয়সরে হেউ কংস মরণ সতে কি তেজিবে কৃষ্ণ গোপ ভুবন। ବହୁତ ବଢିଆ ଚମତ୍କାର। ତ ଆଜ୍ଞା ଦୈନନ୍ଦିନ ଜୀବନରେ କାଣା କରସନ୍ କାମରା ଯାଇକି? ଦୈନନ୍ଦିନ ଜୀବନରେ ବେଲେ ଯୋରାଚଟିରେ ଗୋଟେ କପଡ଼ା ଦୋକାନ ଅଛି ମେହେର ଫ୍ୟାସନ ହାଉସ୍। ଆଜ୍ଞା ମେହେର ଫ୍ୟାସନ ହାଉସ୍ ଗୋଟେ କପଡ଼ା ଦୋକାନ କରିଛନ୍। ଆପଣ ଏଣିକି ଆସୁଛନ୍ ମାସେ ହେଲାନ, ଆଖଡ଼ା ଆଉ ଧନୁଯାତ୍ରା ମିଶିକିରି ମାସେ ଉପରେ ହେଇଯିବା, କିଛି ବାଧା ନାଇଁ ଆସିବାର? ନାଇଁ ଆଜ୍ଞା, ପହିଲା ତ ପ୍ରକୃତ ସେଥିରେ ଗୋଟେ ରହସ୍ୟ ଅଛି। ମୋର ପ୍ରେରଣାର ଉତ୍ସ ହଉଛନ୍ ମୋର ଜନ୍ମଦାତା ବାପା ଆଉ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଅଫିସରେ କାର୍ଯ୍ୟ କରୁଥିଲେ ମୋର ବଡ଼ ବାପା। ସେ ଏବେ ବର୍ତ୍ତମାନ ଅବସରପ୍ରାପ୍ତ ହେଲା ପରେ ମଧ୍ୟ ତାକୁ ଆମର ସହେଲା ବ୍ଲକର ତହସିଲଦାର ପୁଣି କାର୍ଯ୍ୟରେ ରଖିଛନ୍। ସେ ମୋର ବାପା ଆଉ ମୋର ବଡ଼ ବାପା ମୋର ପ୍ରେରଣାର ଉତ୍ସ। ତ ସେମାନେ ଦୋକାନରେ ସାହାଯ୍ୟ କରସନ୍? ନାଇଁ ମୋର ଯେନ୍ ଦୋକାନର ମାଲିକ ଅଛନ୍ ତାକର ବାପା ମତେ ହାତ ଧରିକି ଶିଖେଇଛନ୍। ସେ ହଉଛନ୍ ମୋର ଗୁରୁ ଦେବରାଜ ମେହେର। ଆଉ ତାକର ପୁଅ ମୋର ଦୋକାନର ମାଲିକ। ତାକର ଟେଣ୍ଟ ହାଉସ୍ ବି ଅଛେ ମେହେର ଟେଣ୍ଟ ହାଉସ୍ ଆଉ ମେହେର ଫ୍ୟାସନ ହାଉସ୍। ସେନୁ ମୁଇଁ ଟେଣ୍ଟ ଆଉ କପଡ଼ା ଦୋକାନ ଉଭୟର ମ୍ୟାନେଜର ମୁଇଁ। ତ ସେ ବି ମତେ କେବେ ମନା ନାଇଁ କରି ଯେ ଦୋକାନ ଛାଡ଼ିକିରି କି ଟେଣ୍ଟ ହାଉସ୍ ଛାଡ଼ିକିରି ନାଇଁ ଯାଉ। ସେ ଉଲ୍ଟା ମତେ କେନ୍ ଦିନ ଅସୁବିଧା ମତେ ଫୋନ୍ କରବୁ, ବରଗଡ଼ରେ ବି ଅସୁବିଧା ହେଲେ ମତେ ଫୋନ୍ କରବୁ ଯେ ମୁଁ ପ୍ରତି ମୁଭମେଣ୍ଟରେ ତତେ ହେଲ୍ପ କରିମି ବୋଲି ମୋର ମାଲିକ ବି ଗୋଟେ ପ୍ରେରଣା ଦେଇଛନ୍। ତ ବହୁତ ବଢିଆ କଥା है, ଯେହେତୁ ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ है, ଏତ୍କି ଦିନ ଆସିଲେ ନ ଆଖଡ଼ାରେ ସାମିଲ ହେଇଛନ୍, କେନ୍ତା ଲାଗୁଛେ ଆୟୋଜକ ମାନଙ୍କର, କମିଟି ବାଲଙ୍କର ବ୍ୟବହାର ପାତି, କଳାକାର ମାନଙ୍କର? ବହୁତ ବଢ଼ିଆ ଆଜ୍ଞା। ପହିଲା ତ କହିବାରେ ଗଲେ ଆଞ୍ଚଳିକ ଧନୁଯାତ୍ରା ଗୋଟେ ଅଲଗା ଜିନିଷ ଆଉ ସର୍ବବୃହତ କଳା ମଞ୍ଚ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଗୋଟେ ଅଲଗା ଜିନିଷ। ତ କିନ୍ କିନ୍ ମଞ୍ଚରେ ଆଗରୁ ଅଭିନୟ କରିଥିଲେ? ଆଗରୁ ତ ମୁଇଁ ବୌଦ୍ଧ, ଫୁଲବାଣୀ,
বলাঙ্গীর, সোনপুর, সম্বলপুর, ছত্তিশগড় অনেক জায়গায় করেছে। এমনকি ভূমিকা মানে কাଣା করছ? ভূমিকা বেলে মোর আরম্ভটা পহলা আমি মহামন্ত্রী অভিনয় করଥିଲି। বরগড়ে যে কি দীর্ঘ 28 ବର୍ଷ କରିଛନ୍ ପୂର୍ବତନ କଂସ ସ୍ୱର୍ଗତ ଗୋପାଳ ସାହୁ ଏଲି ଆଜ୍ଞା ତାଙ୍କର ଚରଣେ କୋଟି ଦଣ୍ଡବତ। ଆଜ୍ଞାଙ୍କର ସାଙ୍ଗେ ଆମେ ମନ୍ତ୍ରୀ ଅଭିନୟ କରିଛୁ। କିନ୍ ମଞ୍ଚରେ ଏଇଟା? ଏଇଟା ସମ୍ବଲପୁର ଶୀତଳ ଷଷ୍ଠୀ ରେଖା ରାବଣ ପ୍ରୋଗ୍ରାମ କରୁଥିଲେ, ତାଙ୍କର ସାଙ୍ଗେ ମହାମନ୍ତ୍ରୀ ସାରଣ ଅଭିନୟ କରୁଥିଲି। ଆଉ ଉପରଝର ନୂଆପାଲି ବଲାଙ୍ଗୀରରେ ଧନୁଯାତ୍ରା କରିଥିଲି, ସେନେ ମହାମନ୍ତ୍ରୀ ସକ୍ରାଜିତ ଭୂମିକାରେ ଅଭିନୟ କରୁଥିଲି। ତ ସକ୍ରାଜିତଙ୍କ ସଂଳାପଟେ ହେଇଯାଉ ନିଶ୍ଚିତ ଭାବେ ଆଜ୍ଞା ଯେ ସୁନାସ ବଳୟା ଗଜ ସବୁ ମଲା ପରେ କଂସ ବୀରସବଦନରେ ବସିଛନ୍ତି, ସବେ ମରିଗଲେ ମୁଁ କେନ୍ତା କରିବି। ଏ ସମୟରେ ସକ୍ରାଜିତ ପୁଟ ଚକ୍ରବର୍ତ୍ତୀ ଆଜ୍ଞା ନିଶ୍ଚିତ ଭାବେ ସେ କହୁଛନ୍ ପ୍ରଳୟ କି ସମାଗତ ଭବେ ନିର୍ଦ୍ଦିତ କି ବିସ୍ଫୋର ଦେବତା ବିଧାତାର ରାଜତ୍ୱ କି ପୂର୍ଣ୍ଣ ଏତେ ଦିନେ ନତୁ ଅସମ୍ଭବ କି ହେତୁ ସମ୍ଭବେ কে কেবে শুনিছ কি কানে সামান্য দুগ্ধ পশুর প্রেমে বশীভূত সর্ব গোপাল গোপালুনি সাথে নন্দ যশোদা। এটা দেহি কହୁଛନ୍? ଏହି କହୁଛ ନନ୍ଦ ଯଶୋଦା। ଆଜ୍ଞା ତୁମେ ବି ଚାହୁଁଛ ହେ ବିଶ୍ୱ ପ୍ରକୃତି ଏ ଭୋଜବଂଶ ଅଧିପତି 84 କୋଟି ଦାନବଙ୍କ ମୌରମଣି ମହାରାଜ କଂସଙ୍କର କଠୋର ଶାସନ ତଥାପି ପ୍ରାରବ୍ଧ କାର୍ଯ୍ୟକୁ ନ କରିବେ ତ୍ୟାଗ କେବେ ଭୋଜବଂଶ ଅଧିପତି ବୀର କଂସାସୁର ଯାହାର ପଦାଘାତେ ଶଙ୍କିତ ମେଦିନୀ ସପ୍ତ ସିନ୍ଧୁ ଲୋଟେ ଯାର ପାଦ ତଳେ ବୃନ୍ଦାରକ ବର୍ଗେ ଖଟୁଛନ୍ତି ଦାସ ବଣେ ଯାର ମଥୁରା ରାଜ୍ୟରେ ଅନେକ ରାଜନ୍ୟ ମଣ୍ଡଳୀ ବନ୍ଦୀ ରୂପେ ଏ ମଥୁରା କଟକେ ତଥାପି ଯଦି ଭୋଜବଂଶ ଅଧିପତି ମହାରାଜ କଂସ ଇଚ୍ଛା କରିବେ ବାୟୁକୁ କରିବେ ବନ୍ଦୀ ଜଳକୁ କରିବେ ଭସ୍ମ ଆଉ ଲେଲିହାନ ପ୍ରଳୟର ବନ୍ନିଶିଖା ଅଗ୍ନିକୁ କରିବେ ତୃଷାର ଶୀତଳ। ଠିକ ଏ ସମୟରେ ମହାରାଜ କଂସ କହୁଛନ୍ତି ଉଚିତ। ବହୁତ ବଢିଆ ଚମତ୍କାର ଆଜ୍ଞା। ଫିର ନାରଦ ଭୂମିକା କି ଫେରବା ଯେତେବେଳେ ପୁତନା ଷଡ଼ମଲ୍ଲ ବଧ ହେଇଯାଇଛନ୍ ଆଜ୍ଞା ଫିର ଚିନ୍ତାରେ ଅଛନ୍ କଂସ ନାରଦ ଆସୁଛନ୍ ମଞ୍ଚକେ ଆଉ କାଁ ବୋଲି ସାନ୍ତ୍ୱନା ଦଉଛନ୍ କାଣା କରବାର ଲାଗି ପରାମର୍ଶ ଦଉଛନ୍ ଆଜ୍ଞା ସେତେବେଳେ କହୁଛନ୍ ଆଜ୍ଞା ଯେନ୍ତା ଶୈଳୀରେ ଆସନ୍? ହଁ ଆସୁଛନ୍ ହଁ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ। ଯେତେବେଳେ ଦରବାର ସ୍ତୁତି ଦଉଛନ୍ ସମସ୍ତେ ପାତ୍ର ମନ୍ତ୍ରୀ ପ୍ରଣାମ କଲା ପରେ କହୁଛନ୍ ପଦ୍ମବନ୍ଧୁ ରିପୁକନ୍ୟା ସା କନ୍ୟା ଯସ୍ୟ ବଲ୍ଲଭ ତସ୍ୟ ହାର ରିପୁକାନ୍ତ କାନ୍ତା ବରଦୀର୍ଭବ ବତ୍ସ କଂସ ଏ ଅଷ୍ଟରତ୍ନ ବିଖଚିତ ରତ୍ନ ମୁକୁଟ ସଦା ସର୍ବଦା ଏ ମଥୁରାର ରାଜଦରବାରେ ତୋରି ମସ୍ତକ ଉପରେ ଶୋଭା ପାଉଥାଉ। ଏହା ହେଉଛି ବ୍ରହ୍ମାଙ୍କ ମାନସ ପୁତ୍ର ଦେବର୍ଷି ନାରଦର ଶୁଭ ଆଶୀର୍ବାଦ। ବତ୍ସ କଂସ ମନ ଜାନେ ଭୂମି ଭ୍ରମି ଯାଉଥିଲି ଆକାଶ ମାର୍ଗ କରି ଦେଖିଲି ବିରସ ବଦନେ ପାତ୍ର ମନ୍ତ୍ରୀ ଅମନାତ୍ୟ ସାଥେ କରୁଛୁ ବିଚାର ବିମର୍ଶ ଯାହାର ଇଷ୍ଟ ଦେବ ଗିରିରାଜ ସୁତା ଭବାନୀପତି ଦେବଦେବ ମହାଦେବ ତାକୁ କିଏ ବା ପଡ଼ିଛି ବିପତ୍ତି ଏ ମଥୁରା କଟକେ କୁହବଶ୍ୟ କି ବିପତ୍ତି ଅବା କି ଘୋର କୋଷଣ ଘଟିଅଛି ଏ ମଥୁରା କଟକେ ବଦନେ ଖେଲୁଛି ଯେ ଏ ନୈରାଶ୍ୟର ଛାୟା। କେତେବେଳେ କହୁଛନ୍ତି ପୁତନା ସୁନ୍ଦରୀ ଏବଂ ଷଡ଼ମଲ୍ଲ ବୀର ନିହତ ହେଲେ ଗୋପପୁରେ ଯାଇ କି ଉପାୟ ବିନାଶ କରିବି ଚିରଶତ୍ରୁ ମୋର। ହେଲେ କହୁଛନ୍ତି କଂସର ଘରଣୀ ପଦ୍ମାବତୀ ରାଣୀ କରିବେ ଧନ ସ୍ତ୍ରୀ ଓଷା ଲକ୍ଷେ ଭାର ପଦ୍ମ ଦେବ ନନ୍ଦ ରାଜା ନଥିବ ପାଖୁଡ଼ା ମିଶା। ହେଲେ କାହିଁକି ବୋଲି ଯେତେବେଳେ ପଚାରୁଛନ୍ତି ଗୋପପୁରେ ଏବେ ଚିତାଉରେ ବାବୁ ଗୋପପୁରେ ଏବେ ଚିତାଉରେ ବାବୁ
কর তু আজি প্রেরণ গোপপতি নন্দ লক্ষে ভার পদ্ম দেবতী সে নিশ্চয় জান। হেলে পদ্ম তো আনিবে, ধনশ্রী ওষা করিবে রানী পদ্মাবতী, হেলে শত্রু মোর কিপরি বিনাশ ହେବ ସେ ଗୋପପୁର ଯେତେବେଳେ ପଚାରୁଛନ୍ତି ସେ କହୁଛନ୍ତି ପଦ୍ମ ତୋଳିବାକୁ ପଠାଇବ ନନ୍ଦ, ପଦ୍ମ ତୋଳିବାକୁ ପଠାଇବ ନନ୍ଦ ନିଜ ପୁତ୍ର ରାମ କୃଷ୍ଣ କାଳିନ୍ଦୀ ହ୍ରଦରେ ଅଛି କାଳି ନାଗ କରିବ ତାଙ୍କୁ ଦଂଶନ। ହେଲେ କହୁଛନ୍ତି ଉଚିତ ପରାମର୍ଶ ଦେଇଛନ୍ତି କିନ୍ତୁ ବ୍ରହ୍ମପୁତ୍ର ଦେବର୍ଷି ନାରଦ ସବୁ କିଛି ଜାଣୁଛନ୍ ଆଜ୍ଞା। ଆଉ କାହିଁ କରି ଫସଉଛନ୍ ଆଜ୍ଞା? କାରଣ ଯେତେବେଳେ ସର୍ବ ଦେବତା ମଣ୍ଡଳୀ ତାଙ୍କର ପାଦ ତଳେ ଦାସପଣା କରୁଛନ୍, କାରଣ ଶାସ୍ତ୍ର ବି ଆଦି ବି କହୁଛି ଅକ୍ଷୟ ହଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ବହୁତ ବଢିଆ ଚମତ୍କାର ଉଦାହରଣ ଦେଲେ। ତ ଆଜ୍ଞା ନାରଦ ଭୂମିକା ଲାଗି କେତେଟା ଗୁରୁତ୍ୱପୂର୍ଣ୍ଣ ଏ କାଣା କାଣା ଆବଶ୍ୟକତା ହେବାର କଥା ଜଣେ ନାରଦ ଭୂମିକା କରବାର ଲାଗି? ବହୁତ କିଛି ଆଜ୍ଞା। ହଁ। ପହଲା ନମ୍ବର ମିଷ୍ଟଭାଷୀ, କାୟା ଶୁଦ୍ଧି, ଆଜ୍ଞା ଉତ୍ତମ ବ୍ୟବହାର, ଧୀର ସ୍ଥିର, ନମ୍ରତା, ଏତିକି ଜିନିଷ ହେଲେ ଯେ ଗୋଟେ ଦେବଂଶୀ ଭାବରେ ଗୋଟେ ଦାନବ ସାମ୍ରାଜ୍ୟରେ ଅଭିନୟ କରବାରଟା ଅଲଗା ଆଜ୍ଞା, ଆର ଗୋଟେ ଦେବତା ପକ୍ଷରେ ଅଭିନୟ କରବାରଟା ଅଲଗା। ଆଉ ପୁରାଣ ଭାଗବତ ଉପରେ ପୁରାଣ ଭାଗବତ ଉପରେ ତ ବହୁତ କିଛି ଜାଣିବାକୁ ପଡିବ ଆଜ୍ଞା। ଆପଣ କାହିଁକି ପଢାପଢି କରସନ୍? ହଁ, ମୋର ବର୍ତ୍ତମାନ ବି ଆଜ୍ଞା ମୁଁ ଯେତେବେଳେ ବହରୁ ବାହାରିଛି ହରିବଂଶ ଧରିକି ବାହାରିଛି, ଯେହେତୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଇନୁ ଗୋଟେ ବିସର୍ଗ ହଲନ ଚନ୍ଦ୍ରବିନ୍ଦୁ ଅନୁସ୍ପାରଣ ଭୁଲେଲେ ଆଜ୍ଞା, ଯେନ୍ତା ଗୋଟେ ବ୍ରାହ୍ମଣ ଦର୍ଶକ ମାନେ ବହୁତ ଚାଲା। ହଁ ବହୁତ ଆଜ୍ଞା। ହଁ ଇନୁ 8 ବର୍ଷ ନୁ 80 ବର୍ଷ ତକ ସଭି ଜାଣିଛନ୍ ଯେ ବରଗଡ଼ ଧନୁଯାତ୍ରାରେ କାଣା ହେସି। ହଁ ତ ତାପରେ କାଲିଅ ନାଗ ଶରଣାଗତ ହେଇଯାଇଛନ୍ କି ବଦ୍ଧ ବି ହେଇଯାଇଛନ୍, ଯେନ୍ଟା ବି ହଉ ଆଜ୍ଞା। ଅଲଗା ଅଲଗା କଥା କହିସନ୍। ହଁ ତାରପରେ ଦେବର୍ଷି ନାରଦ ଆସୁଛନ୍ ଆଜ୍ଞା। କାହିଁ ବୋଲି ପରାମର୍ଶ ଦଉଛନ୍? ତାପରେ କହୁଛନ୍ ଯେ ସବୁ ଜିନିଷ ତ କରି ସାରିଲୁ, କିଛିଟା ଦିନ ହେଲା କାଲିଆ ନାଗ ବି ଶରଣାଗତ ହେଇଗଲା, ତ ଏବେ ତୁଇ ଆଉ ଗୋଟେ ଉପାୟ ଦଉଛେ କହ। ତାଙ୍କର ଶୈଳୀରେ କହିଲେ ହଁ, ଯେ ଶୁଣ ହେ କଂସ ରାଜନ କିମ୍ପାଇଁ ଚିନ୍ତିତ ମନ, ଶୁଣ ହେ କଂସ ରାଜନ ମଥୁରାରେ ରଙ୍ଗ ସଭା, ମଥୁରାରେ ରଙ୍ଗ ସଭା ଏବେ କର ଆୟୋଜନ, ଶୁଣ ହେ କଂସ ରାଜନ করিব যে নিমন্ত্রণ সকল রাজন্যগণ, করিব যে নিমন্ত্রণ সকল রাজন্যগণ, পূর্ব পশ্চিম উত্তর, পূর্ব পশ্চিম উত্তর মিশিতা সঙ্গে দক্ষিণ, শুণ হে কংস রাজন আসন্তা কালী প্রভাতে রঙ্গ শোভা মথুরারে, আসন্তা কালী প্রভাতে রঙ্গ শোভা মথুরারে করি মহাসমারোহে, করি মহাসমারোহে পেশ হে গোপ ভুবন, শুণ হে কংস রাজন। ତାପରେ ରଙ୍ଗ ସଭା କରିବା ପାଇଁ ଏଇଟା ପରାମର୍ଶ ଦଉଛନ୍ତି। ତାପରେ ରଙ୍ଗ ସଭା ହଉଛି, ରଙ୍ଗ ସଭାରେ ବିଭିନ୍ନ ରାଜ୍ୟର ରାଜା ମାନେ ଆସୁଛନ୍, ପରାମର୍ଶ ଦଉଛନ୍, କିନ୍ତୁ ରଙ୍ଗ ସଭା ଭଣ୍ଡୁର ହେଇଯାଉଛି। ତାପରେ ଧନୁଯାତ୍ରା ଲାଗି ପରାମର୍ଶ ଦଉଛନ୍, କେନ୍ତା କରି ପରାମର୍ଶ ଦଉଛନ୍? ବର୍ଷ କଂସ ମୋରି ପରାମର୍ଶରେ ପ୍ରେରଣ କଲୁ ପୁତନା ସୁନ୍ଦରୀ, ଷଡ଼ମଲ୍ଲ ବୀର ହଇଲେ ନିହତ ଗୋପପୁରେ ଯାଏ। କିନ୍ତୁ ଏ କଥାଟା ପ୍ରକୃତିରେ ମହାରାଜ କଂସ ପଚରାବେ ଯେ ହେ ଦେବର୍ଷି ନାରଦ,
ମୁଁ ଆପଣଙ୍କ ପରାମର୍ଶେ ପ୍ରେରଣ କଲି ପୁତନା ସୁନ୍ଦରୀ ଷଡ଼ମଲ୍ଲ ବୀର ନିହତ ହେଲେ ଯାଇ ଗୋପପୁରେ। ଆପଣଙ୍କ ପରାମର୍ଶେ କଲି ରାଣୀ ପଦ୍ମାବତୀ ଧନଶ୍ରୀ ଓଷା, ସେ ମଧ୍ୟ ହୋଇଲା ବିଫଳ। କାଳିଆ ନାଗ ଯେ ଶରଣାଗତ ହେଲା ସେଇ ଦୁଗ୍ଧପୋଷ୍ୟ ଶିଶୁର ପାଦରେ। ତାପରେ ରଙ୍ଗସଭା ମଧ୍ୟ ହୋଇଲା ବିଫଳ। ଏବେ କି ଉପାୟ ବିନାଶ କରିବେ ସେ କୃଷ୍ଣ ବଳରାମ ବୋଲି କହିଲେ। ତାପରେ କହିବେ ଦାନବ ଈଶ୍ୱର ଏବେ ଶୁଣ ମୋର ଗିର ହେ ଦାନବ ଈଶ୍ୱର। ମଥୁରାରେ ଧନୁ ଯାତ୍ରା ଆରମ୍ଭ ତୁ କର ହେ ଦାନବ ଈଶ୍ୱର। ଏବେ ଶୁଣ ମୋର ଗିର ହେ ଦାନବ ଈଶ୍ୱର। ହେଲେ କେଉଁ ତିଥି କେଉଁ ମାସରେ ମୁଁ ଧନୁଯାତ୍ରା ଆରମ୍ଭ କରିବି ବୋଲି ସେ ପଚାରୁଛନ୍ତି। ହେଲେ କହୁଛନ୍ତି ବୈଶାଖ ଶୁକ୍ଳ ସପ୍ତମୀ ଦିନ ଗୁରୁବାର। ବୈଶାଖ ଶୁକ୍ଳ ସପ୍ତମୀ ଦିନ ଗୁରୁବାର। ସେ ତିଥିରେ ଧନୁ ଯାତ୍ରା ଆରମ୍ଭ ତୁ କର ହେ ଦାନବ ଈଶ୍ୱର। ଏବେ ଶୁଣ ମୋର ଗିର ହେ ଦାନବ ଈଶ୍ୱର। ତାପରେ ଧନୁଯାତ୍ରା ତାପରେ କହୁଛନ୍ ଯେ ଧନୁଯାତ୍ରା କଲେ ଆବଶ୍ୟକ କାଣା ଏଥିରେ କହୁଛନ୍ ଚେଟା ଓ କର ପ୍ରେରଣ ନନ୍ଦ ରାଜା ପୁର ହେ। ଚେଟା ଓ କର ପ୍ରେରଣ ନନ୍ଦ ରାଜା ପୁର ହେ। ପଠାଇବ ନିଶ୍ଚୟ ନନ୍ଦ ତାବେନିକୁ ମୋର ହେ ଦାନବ ଈଶ୍ୱର। ଏବେ ଶୁଣ ମୋର ଗିର ହେ ଦାନବ ଈଶ୍ୱର। ହେଲେ ଚିଟାଉ ନେଇଯିବ କି ବୋଲି ପଚାରୁଛନ୍ତି। ପୁଣି ଦେବସ୍ନାଥ କହୁଛନ୍ତି ଅଛି ସେ ଭକ୍ତ ପ୍ରବର ରହିଛି ମଥୁରାପୁର। ଡକାଇ ଆଣ ତାହାକୁ ଏ ଦରବାରେ। ଆସନ୍ତା କାଲି ପ୍ରଭାତେ ପେଶ ତାକୁ ଗୋପ ପଥେ। ଆଣିବ ନିଶ୍ଚୟ ସେ କୃଷ୍ଣ ବସାଇ ରଥରେ। କଳେ ବଳେ କୌଶଳରେ ବଦ୍ଧ କରିବୁ କୃଷ୍ଣେଶ ମୁଖ ସମରେ। ବହୁତ ବଢିଆ ଚମତ୍କାର ଆଜ୍ଞା। ତ ଏଇଟା ତାରପରେ ନାରଦର ଭୂମିକା ପ୍ରାୟ ପ୍ରାୟ ସରି ଆସିବ। ପ୍ରାୟ ସରି ତ ଅକ୍ରୁରଙ୍କୁ ଡାକୁଛନ୍। ଅକ୍ରୁର ଡାକସନ୍। ଅକ୍ରୁର କେନ୍ତା କରି ଯାଉଛନ୍? ଅକ୍ରୁର ତ ସେ ହରିଣ ନାମ ଗାନ କରି ଆସିବେ। ଆଜ୍ଞା। হরে কৃষ্ণ 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 হরে 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 রাম 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 হরে হরে। কিন্তু ସ୍ୱରଟା ଟିକେ ତାଙ୍କର ଅଲଗା ବି ହେବା। ନିଜ ନିଜ ହିସାବରେ। ସେ ନିଜ ନିଜ ହିସାବରେ କରିବେ। ତ ତାଙ୍କୁ ପରାମର୍ଶ ଦଉଛନ୍। ତାଙ୍କର ପରାମର୍ଶ ଦଉଛନ୍। ପରାମର୍ଶ ଦେଲା ପରେ ଅକ୍ରୁର କହୁଛନ୍ ମୁଁ ଯିବି କିନ୍ତୁ ମୋର ଶୈଳୀରେ ବୋଲି। ସେ ତାଙ୍କର ଶୈଳୀରେ ସେ ଗୋଟେ ଏଇ ଗୀତ ହେଇଯାଉ। ତାଙ୍କ ଶୈଳୀ ବୋଲେ ତ ସେ କହୁଛନ୍ ଯେ ମୁଇଁ ହଁ ଅକ୍ରୁରଙ୍କର ଆପଣ ଯଦି ଅକ୍ରୁର ହେଇଥିତେ ହେତେ ଯେନ୍ଟା ବି ବିଚାର କରୁନ୍। ହଁ ନିଶ୍ଚିତ ଭାବେ ତ ସେ କାଣା ହଉଛି ଅକ୍ରୁର যিনি କରୁଛନ୍ ଜଗନ୍ନାଥ ପ୍ରକାଶ ସେ ହଉଛନ୍ ପୁରୁଣା କଳାକାର। ଆପଣଙ୍କ ହିସାବରେ ନିଶ୍ଚିତ ହଁ ଅକ୍ରୁରଙ୍କୁ ପ୍ରେରଣ କଲେ କଂସ। ତ ଅକ୍ରୁର କେନ୍ତା ହିସାବରେ ଯାଉଛନ୍ କେନ୍ ଭାବରେ ଯାଉଛନ୍? ଯେତେବେଳେ ଅକ୍ରୁର ଯାଉଛନ୍
ଚିଟାଉ ନେଇକିରି ଇଏ ସେ ତ ନିଶ୍ଚିତ ଭାବରେ ହରିନାମ କାନ କରି ଯିବେ, କିନ୍ତୁ ତାଙ୍କର ଉପରେ ଶୁଭ ପ୍ରକାଶ କରୁଛନ୍ ପଛ ଭାଗରେ ରହିକି ପଶ୍ଚାତ ଭାଗରେ ସମ୍ମୁଖ ଭାଗରେ କହିନି ପାରନ୍ କାହିଁ ସେ ବିଷ୍ଣୁ ଭକ୍ତ କାହିଁ ତାହାକୁ ଭର୍ତ୍ତେଇକିରି ପଠଉଛନ୍ ନିଶ୍ଚିତ ଭାବେ ଷଡ଼ଯନ୍ତ୍ର କରି କହୁଛନ୍ ସତେ କି ଗୋପ ଦାଣ୍ଡରେ ରଖି ମୋ ପାରିବି ପାଦ, ସତେ କି ଗୋପ ଦାଣ୍ଡରେ ଘଟିବ କି ପଥ ମଧ୍ୟେ, ଘଟିବ କି ପଥ ମଧ୍ୟେ অবা কিছু পরমাদ, সতে কি গোপদাণ্ডরে কংসর চিটাও নেই যাও অছি গোপে মোহে, কংসর চিটাও নেই যাও অছি গোপে মোহে, মন মধ্যে খেলু অছি, মন মধ্যে খেলু অছি আজি এ ঘোর বিষাদ, সতে কি গোপ দাণ্ডরে রক্ষি মো পারিবি পাদ, সতে কি গোপ দাণ্ডরে। ଧନ୍ୟବାଦ ଆଜ୍ଞା, ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ। ଆପଣ ମାନେ ଶୁଣି ପାରୁଥିଲେ, ଦେଖି ପାରୁଥିଲେ କାମରାଜ ଭୋଇ ଆଜ୍ଞାଙ୍କୁ, ଯିଏକି ପଣକିପାଲି ସହେଲାର ଲୁରା ଚଟି ପାଖେ ଅଛି ପଣକିପାଲି। ତ ଉଚ୍ଚ କୋଟିର ଅଭିନୟ କରିବେ ବୋଲିକି ଆମେ ଆଶା କରୁଛୁଁ, ଶୁଭେଚ୍ଛା ଦଉଛୁଁ। ଆଜି ଆସିକରି ଓଡ଼ିଆ ଅସ୍ମିତାକେ ଆପଣଙ୍କୁ କେନ୍ତା ଲାଗଲା, ଯେ କହିବାରକେ ଚାହିଁବେ କହିପାରିବେ। ବହୁତ ଭଲ ଲାଗିଲା ଆଜ୍ଞା, ମୋର ତ ସୌଭାଗ୍ୟ ଯେ ମୁଁ ଆସିକରି ଏନ୍ତା ଜାଗାନୁ ବସମି ବୋଲି ମୁଁ କେବେ କଳ୍ପନା ନାଇଁ କରିଥାଇଁ ଯେ ଆସିକରି ଏନ୍ତା ଜାଗାନୁ ବସମି ବୋଲି। ମୋର ସୌଭାଗ୍ୟ ଯେ ସର୍ବବୃହତ୍ କଳା ମଞ୍ଚ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଚୟନ ପ୍ରକ୍ରିୟାରେ ଭାଗ ନେଇକରି ମନୋନୀତ ହେଇକରି ନାରଦ ଭୂମିକାରେ ଅଭିନୟ କରବାର୍ ଲାଗି ଯାଉଛେ। ମୁଁ ସତ ଚେଷ୍ଟା କରମି ଆଜ୍ଞା ଯେ ଦର୍ଶକଙ୍କର ମନ ଜିଣିବାର୍ ଲାଗି ମୁଇଁ ସତରୁ ସତ ଚେଷ୍ଟା କରମି। ଆମେ ବି ଶୁଭେଚ୍ଛା ଦଉଛୁଁ, 100% ଆପଣ ସଫଳ ହୁଅନ୍। ଆପଣମାନେ ଦେଖିପାରୁଥିଲେ କାମରାଜ ଭୋଇ ଆଜ୍ଞା, ଯିଏକି ନାରଦ ଭୂମିକା ଚୟନ ହେଇଛନ୍, ତାଙ୍କର କିଛି ଗୀତ ସଂଳାପ ଶୁଣି ପାରୁଥିଲେ। ତ କାର୍ଯ୍ୟକ୍ରମଟା କେନ୍ତା ଲାଗଲା ନିଶ୍ଚିତ ଭାବେ ମତାମତ ଦେବେ। ଆମେ ନିରନ୍ତର ଭାବେ ଏନ୍ତା କାର୍ଯ୍ୟକ୍ରମ ଦେખાମୁ, ଆପଣମାନେ ଟିକେ ଉତ୍ସାହିତ କରୁଥାଉ। ତ ଆଜିର କାର୍ଯ୍ୟକ୍ରମକେ ଇନ ବିରାମ ଦେବା। କ୍ୟାମେରା ପର୍ସନ ବିନାୟକ ସାଙ୍ଗେ ସୁବ୍ରତ କୁମାର ବେଟିया, ଓଡ଼ିଆ अस्मिता। ନମସ୍କାର, ଜୁହାର।